ଯେତେ ଯୋଜନା ଦେଶରେ କିମ୍ବା ରାଜ୍ୟରେ ହେଉଛି ସେଟା କେବଳ ଭାରତୀୟ ମାନଙ୍କ ପାଇଁ ଉଦ୍ଦିଷ୍ଟ। ବହୁତ ସମୟରେ ସୀମା ସେପଟରୁ ମୂଳତଃ ବାଂଲାଦେଶରୁ ଯେଉଁଭଳି ଭାବରେ ଅନୁପ୍ରବେଶ ହେଉଛି ଏବଂ ଅନୁପ୍ରବେଶ ଓଡ଼ିଶାରେ ମଧ୍ୟ କମ୍ ନୁହଁ। ବହୁତ ସମୟରେ ସେମାନେ ପ୍ରଶାସନକୁ ପ୍ରଭାବିତ କରିକରି ଭୋଟର କାର୍ଡ ମଧ୍ୟ ତିଆରି କରୁଛନ୍ତି ଏବଂ ଆଧାର କାର୍ଡ ମଧ୍ୟ ତିଆରି କରିଦେଉଛନ୍ତି ଏବଂ ଯେଉଁ ସୁବିଧା ସୁଯୋଗ ଓଡ଼ିଶାର ଗରିବ ପାଉନାହାନ୍ତି ସେଟା ଅଣ ଭାରତୀୟ ମଧ୍ୟ ବହୁତ ସମୟରେ ପାଉଛନ୍ତି। এটা প্রকৃতরে সারা ভারতবর্ষে পশ্চিমবঙ্গলারে বেশি সেটা সেঠিকার সরকারଙ୍କର পৃষ্ঠপোষকতাରେ এই সীমা সেপটু এপটକୁ আসিবা এবং ସବୁ ସୁବିଧା ସୁଯୋଗ ହାତେଇବାରେ ସରକାରଙ୍କର ମଧ୍ୟ ସହଯୋଗ ରହୁଛି। ଭୋଟ ବ୍ୟାଙ୍କ ତିଆରି କରୁଛନ୍ତି, ସେ ଭିତରୁ ଓଡ଼ିଶା ମଧ୍ୟ ବର୍ତ୍ତି ନାହିଁ। ଏ ବାବଦରେ ସରକାର ବହୁତ ସଚେତନ ଅଛନ୍ତି ଏବଂ ଇଏ ଅନୁପ୍ରବେଶକୁ ରୋକିବା ପାଇଁ ଏବେ ବାଂଲାଦେଶରେ ଅସ୍ଥିରତା ରାଜନୈତିକ ଅସ୍ଥିରତା ଆସିଲା ପରେ ମଧ୍ୟ ବିଚିତ୍ର ବିଚିତ୍ର ସମସ୍ୟା ସବୁ ସୃଷ୍ଟି ହେଇଛି ଯେଉଁଟା ଭାରତ ସରକାର ସାମ୍ନା କରୁଛନ୍ତି ଏବଂ ସମାଧାନ କରୁଛନ୍ତି। ଏ ପ୍ରକରଣରେ ଓଡ଼ିଶାର ଯେଉଁ ଭୂମିକା ଅଛି ଓଡ଼ିଶା ସରକାର ସେ ଭୂମିକା ପାଳନ କରିବାଟା ଆରମ୍ଭ କଲେଣି। ଅନୁପ୍ରବେଶ ଯେମିତି ହେବ ନାହିଁ ଏବଂ ଅତୀତରେ ଅନୁପ୍ରବେଶ ହେଇଥିବା ଯେଉଁମାନେ ଅଣ ଭାରତୀୟ ଅଛନ୍ତି ମୂଳତଃ ବାଂଲାଦେଶର ସେପଟୁ ସୀମା ପାଟ ଅନୁପ୍ରବେଶକାରୀ ଅଛନ୍ତି ସେମାନଙ୍କ ବାବଦରେ ଓଡ଼ିଶା ସରକାର ସଚେତନ ଅଛି ଏବଂ ସେମାନଙ୍କର ଓଡ଼ିଶାର ପ୍ରବେଶକୁ ରୋକିବା ପାଇଁ ଏବଂ ଯେଉଁମାନେ ପ୍ରବେଶ କରିଛନ୍ତି ଏବଂ ବିଭିନ୍ନ ସୁବିଧା ସୁଯୋଗ ହାତେଇଛନ୍ତି ସେମାନଙ୍କର ବାବଦରେ ମଧ୍ୟ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ଓଡ଼ିଶା ସରକାର ଚିନ୍ତା କରୁଛନ୍ତି। ସାର୍ ବିଶେଷ କରି ଦେଖିବାକୁ ଗଲେ ସ୍କୁଲ କଲେଜକୁ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରାଯାଏ ବିପର୍ଯ୍ୟୟ ସମୟରେ, କିନ୍ତୁ ସାର୍ OSDMA ଯୋଉଟା ଅଛି ଓଡ଼ିଶା ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ତାର ଅନୁମତି ସାର୍ ନିଆଯାଉନି, ଯୋଉଥିପାଇଁ ବ୍ୟାପକ ଦୁର୍ନୀତି ହେଉଛି। ବହୁତ ସମୟରେ ନିମ୍ନମାନର ନିର୍ମାଣ ମଧ୍ୟ ଅଭିଯୋଗ ଆସିଛି। ସାର୍ ଆଗାମୀ ଦିନରେ ବିପର୍ଯ୍ୟୟ ପ୍ରଶମନ ବିଭାଗର କ'ଣ ଦେଖନ୍ତୁ ଏମିତି ଅଛି ଯେ ସାରା ଭାରତବର୍ଷରେ ବିପର୍ଯ୍ୟୟ ପ୍ରଶମନ ବିଭାଗ ସବୁଠାରୁ ଚମତ୍କାର କାମ କରୁଛି। ସେମାନଙ୍କର କାମର ପଟାନ୍ତର ନାହିଁ। ସେମାନଙ୍କର ଅତୀତର କାମ ମଧ୍ୟ ମୁଁ ଦେଖିଛି ଏବଂ ବର୍ତ୍ତମାନ ମନ୍ତ୍ରୀ ଭାବରେ ତାଙ୍କର କାମର ଅଧ୍ୟୟନ କରିବା ଏବଂ ସମୀକ୍ଷା ମଧ୍ୟ ମୁଁ କରୁଛି। ତେଣୁ ଇଏ ଦିଗରେ ଓଡ଼ିଶାର ବିପର୍ଯ୍ୟୟ ପ୍ରଶମନ ବିଭାଗର କାର୍ଯ୍ୟ ପ୍ରଶଂସନୀୟ ରହିଲା ଯେ ଇଏ ବିପର୍ଯ୍ୟୟ ପ୍ରଶମନକୁ ସାମ୍ନା କରିବା ପାଇଁ ଲୋକଙ୍କର ଥଇଥାନ କରିବା ପାଇଁ ଲୋକଙ୍କର ସେବା କରିବା ପାଇଁ ଯେଉଁ ଆନୁଷାଙ୍ଗିକ କାର୍ଯ୍ୟର ଆବଶ୍ୟକତା ଥାଏ ସେଟା ମୂଳ ରାଜସ୍ୱ ବିଭାଗ କରେ ନାହିଁ, ଅନ୍ୟ ଲାଇନ୍ ଡିପାର୍ଟମେଣ୍ଟ ମାନେ କରନ୍ତି। 1000 ପାଖାପାଖି ଆଶ୍ରୟସ୍ଥଳୀ ଆମ ପାଖରେ ଅଛି, ତାର ମେଣ୍ଟେନାନ୍ସର ମଧ୍ୟ ବ୍ୟବସ୍ଥା ଅଛି, ତାର ଗୁଣାତ୍ମକ ମାନର ନିର୍ମାଣ ମଧ୍ୟ ଅଛି। ତେଣୁ ଏବେ ସବୁ ସମୀକ୍ଷା ଆରମ୍ଭ ହୋଇଛି ଏବଂ ସେ ସମୀକ୍ଷା ଭିତରେ ଆମର ଆଗକୁ ପ୍ରୟାସ ହେବ ଯେ ଯେଉଁଟା ବିପର୍ଯ୍ୟୟ ସମୟରେ ଲୋକଙ୍କର ଆଶ୍ରୟସ୍ଥଳୀ ତାକୁ ବହୁମୁଖୀ କେମିତି କରିପାରିବା। ବିପର୍ଯ୍ୟୟ ସମୟରେ ମଧ୍ୟ ଲୋକଙ୍କର କାମକୁ ଆସିବ, ଯେଉଁ ସମୟରେ ବିପର୍ଯ୍ୟୟ ହେଉନାହିଁ ସେ ସମୟରେ ମଧ୍ୟ ସେ ଅଞ୍ଚଳର ଲୋକଙ୍କର କାମକୁ ଆସିବ, ବର୍ଷ ତମାମ ବ୍ୟବହାର ହେଇପାରିବ। ସେଭଳିଆ ଯୋଜନା ଆମେ ଆଗକୁ ପ୍ରସ୍ତୁତ କରୁଛୁ। ରହିଲା ଏ ବାବଦରେ ଗୁଣାତ୍ମକ ମାନର ଅଭାବ କିମ୍ବା ଖରାପ କାମ କଥା ଯେଉଁ ଉଲ୍ଲେଖ କରୁଛନ୍ତି ଏଭଳିଆ ଯଦି ନିର୍ଦ୍ଦିଷ୍ଟ କୌଣସି ଅଭିଯୋଗ ଆମର ଦୃଷ୍ଟିଗୋଚରକୁ ଆସେ ତେଣୁ ତାର ତଦନ୍ତ ମଧ୍ୟ କରିବୁ ଏବଂ ସେଭଳିଆ ତଦନ୍ତ ପରେ ଯେଉଁମାନେ ଏଭଳିଆ କାମରେ ନିମ୍ନମାନର କାମ କରିଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ। ଘରଟିଏ ଭୋଟା ଡିସେମ୍ବର 31 ସୁଦ୍ଧା ପ୍ରଦାନ କରାଯିବ, ଏଥିପାଇଁ ଅଗଷ୍ଟ ମାନେ ଆରମ୍ଭ ହେବ 16 ତାରିଖ ସର୍ବେକ୍ଷଣ। ଦେଖନ୍ତୁ ହିତାଧିକାରୀ ତ ଗରିବ ଲୋକ। ଭାରତ ସରକାରଙ୍କର ବଜେଟରେ ମଧ୍ୟ ମୂଳ ଦୃଷ୍ଟି ଦିଆଯାଇଛି ଗରିବ କଲ୍ୟାଣ ଯୋଜନା। ଓଡ଼ିଶାରେ ମଧ୍ୟ ମୋହନ ମାଝୀଙ୍କର ସରକାରର ଯେଉଁ 4ଟା ଫୋକସ୍ ଏରିଆ ହେଲା ଅନ୍ନଦାତା, ଫୋକସ୍ ଏରିଆ ହେଲା ଗରିବ, ଫୋକସ୍ ଏରିଆ ହେଲେ ଯୁବକ, ଫୋକସ୍ ଏରିଆ ହେଲେ ମହିଳା। ତେଣୁ ଯେଉଁ ଜମି ଆବଣ୍ଟନ କଥା ଆପଣ କହୁଛନ୍ତି 3 ପ୍ରକାର ହିତାଧିକାରୀ ଅଛନ୍ତି। ଗୋଟେ ହିତାଧିକାରୀ ଗ୍ରାମାଞ୍ଚଳରେ ରହନ୍ତି। ଗ୍ରାମାଞ୍ଚଳରେ ଯେଉଁ ହିତାଧିକାରୀ ପରିବାର ଅଛନ୍ତି, ଗରିବ ପରିବାର ଅଛନ୍ତି ଏବଂ ଯେଉଁମାନଙ୍କର ବାର୍ଷିକ ଆୟ 1 ଲକ୍ଷ ଟଙ୍କାରୁ କମ୍, ଏବେ ଆମେ ବଢ଼େଇଛୁ, 60,000 ଥିଲା ତାକୁ ଲକ୍ଷେ କରିଛୁ। ଲକ୍ଷେରୁ କମ୍ ଆୟ କରୁଥିବା ଗରିବ ବର୍ଗର ସମସ୍ତ ପରିବାରକୁ 4 ଡିସିମିଲ୍ ଲେଖା ଘର ଡିହ ଜମି ଦିଆଯିବ। ଯେଉଁମାନେ ଅଣ ଆପତ୍ତିଜନକ ସରକାରୀ ଜାଗାରେ ମଧ୍ୟ ଘର କରିଛନ୍ତି ମୁଣ୍ଡ ଗୁଞ୍ଜିବା ପାଇଁ
ସେମାନଙ୍କୁ ମଧ୍ୟ ରାଜସ୍ୱ ବିଭାଗ ପଟ୍ଟା ପ୍ରଦାନ କରିବ। ସହରାଞ୍ଚଳରେ ବହୁତ ସହରରେ ଝୁପୁଳ ବସ୍ତି ଅଛି, ଯେଉଁଥିରେ ଗରିବ ଲୋକ କମ୍ ଜାଗାରେ ବେଶୀ ଲୋକ ରହୁଛନ୍ତି। ଆମେ ସେମାନଙ୍କୁ ମଧ୍ୟ ଜମିର ପୋଜେସନ୍ ସାର୍ଟିଫିକେଟ୍ ଦେବାର ସାଙ୍ଗରେ ସାଙ୍ଗେ ଇଏ ପୋଜେସନ୍ ସାର୍ଟିଫିକେଟ୍ର ଯେଉଁ ରାଜସ୍ୱ ଲୁଗା ତାକୁ ମଧ୍ୟ ଆମେ ଆଗାମୀ ଦିନରେ ପିନ୍ଧିବା ପାଇଁ ପ୍ରୟାସ କରିବୁ। ତାର ଆଡଭାଇଜରୀ ପ୍ରସ୍ତୁତ ହେଉଛି। ଆଉ ଗୋଟେ ବର୍ଗ ହେଲେ ଆଦିବାସୀ ଲୋକ, ଯେଉଁମାନଙ୍କର ଜଙ୍ଗଲ ଜମି ଉପରେ ମଧ୍ୟ ଅଧିକାର ଅଛି। ନୂଆ ଆଇନ ଭାରତବର୍ଷରେ ନରେନ୍ଦ୍ର ମୋଦି ସରକାର ପ୍ରାରିତ କରିଛନ୍ତି, ଯେଉଁଥିରେ ଜଙ୍ଗଲରେ ରହୁଥିବା ଜନଜାତିର ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ମଧ୍ୟ ପଟ୍ଟାର ବ୍ୟବସ୍ଥା ହେବ। ସେଟା ନିର୍ଦ୍ଦିଷ୍ଟ ସମୟ ଭିତରେ ସର୍ଭେ ସମାପ୍ତ କରିବା ଏବଂ ସମସ୍ତଙ୍କୁ ଜମି ପଟ୍ଟା ବଣ୍ଟନ କରିବା। ଯେମିତି ଲକ୍ଷ୍ୟ 5 ବର୍ଷ ଶାସନ ଭାରତୀୟ ଜନତା ପାର୍ଟିର ସଲା ବେଳକୁ ଓଡ଼ିଶାରେ କୌଣସି ହିତାଧିକାରୀ ନଥିବେ, ଗରିବ ଲୋକ ଯାହାର ପାଖରେ ନିଜସ୍ୱ ଜମି ପଟ୍ଟା ନଥିବ।